ସ୍କୁଲ ଜଲ୍ଦି ଛୁଟି ହେବାରୁ ପିଲାମାନେ କହିଲେ, ଚାଲ ଆମେ କୁଆଡ଼େ ବୁଲିକି ଆସିବା। ସେତେବେଳେ ନଟିଆ କହିଲା, ଚାଲ କୋଳି ଖାଇବାକୁ ଯିବା। ସବୁତକ ମିଶିକି ଗୋଟେ ଜଙ୍ଗଲକୁ ପଳେଇଲେ। ଜଙ୍ଗଲକୁ ଗଲା ପରେ ସେଠି ବ୍ୟାଗ୍ ଧରିକା ଥୋଇକିରି ଯିଏ ଯାହା ଅଲଗା ଅଲଗା ରାସ୍ତାରେ ଚାଲିଗଲେ। ଦେଖିବାକୁ ପାଇଲେ ଯେ କୋଳି କିଛି ବି ନାହିଁ, ଖାଲି ଗଛ ଗୁରାକ, ଜଙ୍ଗଲ ପ୍ରବଳ। ସବୁତକ ଗୋଟେ ଜାଗାକୁ ଆସିକି କଥା ହେଲେ ଯେ ଆରେ କୋଳି ତ ଗୋଟାଏ ନାହିଁ, କ'ଣ କରିବା ଏବେ? ସେତେବେଳେ ପୂଜା କହିଲା କି ମୋତେ ବହୁତ ଜୋରରେ ଶୋଷ ଲାଗିଲେ। ନଟିଆ କହିଲା, ତତେ ଶୋଷ ଲାଗିଲେ ରହ, ମୁଁ ପାଣି ନେଇକି ଆସୁଛି। ନଟିଆ ଯାଇକି ପାଣି ଉଣ୍ଡିଲା ବେଳେ ଗୋଟେ ଗଛକୁ ଦେଖିବାକୁ ପାଇଲା। ସେ ଗଛ ମୂଳେ ଗୋଟେ ଲୋକ ବସିଥିଲେ। ନଟିଆ ଗଛ ପାଖକୁ ଗଲା ବର୍ଷକୁ ସେ ଲୋକଟି କହିଲେ, ଏଇଟା ପବିତ୍ର ଗଛ, ଆଉ ଆ ମୂଳକୁ ଚପଲ ପିନ୍ଧିକି ଆସନି। ସେଥିପାଇଁ ନଟିଆ ବାହାରେ ଚପଲ ରଖିକି ତଳକୁ ଆସିଲା, ଗଛ ତଳକୁ। ନଟିଆ ପାଣି କଥା ଭାବୁ ଭାବୁ ଏଠି ଗୋଟେ ପାଣି ବୋତଲ ଆପେ ଆପେ ଆସିଲା ହାରି। ସେଥିପାଇଁ ନଟିଆ ଦେଖିକି ଆଶ୍ଚର୍ଯ୍ୟ ହେଇଗଲା।